ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁଁ ଆତଙ୍କିତ କୁମ୍ଭାରପଡ଼ାବାସୀ। ନିଦରେ ଶୋଇଛି ଜିଲ୍ଲା ଖଣି ବିଭାଗ। ସକ୍ରିୟ ହୋଇପଡ଼ିଛନ୍ତି ପଥର ମାଫିଆ। କାହାକୁ ଖାତିର ନ କରି ବେଧଡ଼କ ଭାବେ ଲଘୁ ଖଣିଜର ହେଉଛି ଚୋରାଚାଲାଣ। ଏଥିପ୍ରତି କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ, ତାହା ଏବେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି। କଥାଟି ସତ ଆଜ୍ଞା। ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯିବା ସହିତ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ବିସ୍ଫୋରଣ ସମୟରେ ଉଚ୍ଚ ଶବ୍ଦରେ ଘର ଦୁଆର କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ବିଶେଷ କରି ବ୍ଲାଷ୍ଟିଂରେ ବିସ୍ଫୋରକ ସାମଗ୍ରୀ ଓ ଉଚ୍ଚ ଶକ୍ତିସମ୍ପନ୍ନ କମ୍ପ୍ରେସର ମେସିନ୍ ବ୍ୟବହାର କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ଏଥିଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗ୍ରାମ ନିକଟସ୍ଥ କୁରୁମ ସାହିଠାରୁ 200 ମିଟର ଦୂରରେ ଥିବା ଗୋଚର ଜମିରେ ବେଆଇନ ବ୍ଲାଷ୍ଟିଂ କରି ପଥର ଚାଲାଣ କରାଯାଉଛି। ବ୍ଲାଷ୍ଟିଂ ସମୟରେ ଉକ୍ତ ଅଞ୍ଚଳରେ ଚରାବୁଲା କରୁଥିବା ଗାଈଗୋରୁ ମଧ୍ୟ ଆହତ ହେଉଥିବା ସୂଚନା ମିଳିଛି। ଏପରିକି ପଥର ଖଣ୍ଡ ଗ୍ରାମବାସୀ ଘର ନିକଟରେ ଆସି ପଡ଼ୁଥିବା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ମହିଳା। ଅନ୍ୟପକ୍ଷରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ପାହାଡ଼ ସଂଲଗ୍ନ ଶିମିଳିବାଙ୍କ ସଂରକ୍ଷିତ ଜଙ୍ଗଲ କ୍ଷତିଗ୍ରସ୍ତ ହେଉଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିସହିତ ବ୍ଲାଷ୍ଟିଂ କରାଯାଉଥିବା ପଥର ସମୂହକୁ ଗଣିଆ ନିକଟସ୍ଥ ବଡ଼ମୂଳ ଅଞ୍ଚଳକୁ ଚାଲାଣ କରି ବ୍ୟବସାୟ କରାଯାଉଥିବା ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ବେଆଇନ କୁଆଁରୀ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ପରୋକ୍ଷ ଭାବେ ଚଳାଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନର ମଧ୍ୟ ସମ୍ମତି ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗତ ପ୍ରାୟ ବର୍ଷେ ହେବ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଖଣି ବିଭାଗର ଦର୍ଶାଇ ତହସିଲ ପ୍ରଶାସନ ମଧ୍ୟ ଚୁପ୍ ବସିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି। ଏହାଦ୍ୱାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ଏଭଳି କାର୍ଯ୍ୟ ପ୍ରତି ସ୍ଥାନୀୟ ପ୍ରଶାସନ ଓ ସରକାର ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।